ପୁରୀରୁ ଆସିଲା ପରେ ରାତିରେ ଆଉ କିଛି ଆମେ କଲୁନୁ, ଖାଲି ରୁଟି ତ କରିଥିଲୁ ଘରେ, କାରଣ ହୋଟେଲ ରୁଟି ଆମର କାହାର ବି ପସନ୍ଦ ନୁହଁ। ଆଉ ଚିଲି ପ୍ରନ୍ ଆଉ ଚିଲି ଚିକେନ୍ ନେଇ ଆସିଥିଲେ, କିଏ ବାବା ନେଇ ଆସିଥିଲେ, ସେଇଆକୁ ଖାଇଦେଇ ଟିକେ ଶାନ୍ତିରେ ଶୋଇପଡ଼ିଲୁ। ସକାଳେ ଏଠି ବି ଜଳଖିଆ ଆଉ ହେଇନି, ବହୁତ ଲେଟ୍ରେ ଉଠିଗଲୁ, 9ଟା 10ଟା ବାଜିଗଲା। ଏଠି ବାବା ଟିକେ ଏଇ କ'ଣ ପୁରୀ ଇଡ଼ଲି ଆଉ କ'ଣ ମୋ ପୁଅ ପାଇଁ କ'ଣ ରସାବଳି, ସିଏ ବ୍ରସ୍ କରୁଛି ଏପର୍ଯ୍ୟନ୍ତ ଉଠିନି। ତାପରେ ଆଣ୍ଟି ଟିକେ ଗଲେ କ'ଣ ଜୁଏଲେରୀ ସପ୍, ସେ କ'ଣ ଟିକେ ତାଙ୍କର ଆଣିବାର ଥିଲା, କ'ଣ ତାଙ୍କର ଯେ ଦେଖିଦେଇକି ସେଠୁ ଆଣିଲେ। ମୋ ସାଙ୍ଗରେ ହେଇ ଦେଖୁନାହାନ୍ତି ସମସ୍ତେ ଯାଇଛନ୍ତି, ପଲ ଦୁଇଟା ଯାକ ଯାଇଛନ୍ତି ସେଠିକି। କିଛି ନାହିଁ ସେଠି କାମ, ଖାଲି ଯାଇଛନ୍ତି ଖେଳୁଛନ୍ତି, ଦୁଇ ଜଣ ଯାକ ଯାଇଛନ୍ତି। ସେଠୁ ଆଣ୍ଟିଙ୍କର କ'ଣ ସେଠି କିଣାକିଣି କରିବାର ଥିଲା, କ'ଣ ଯାଇକି ଟିକେ କିଣାକିଣି କରିଦେଲେ। ତାପରେ ଆଇଲା ଦୁଇ ଜଣ ଯାକ ଥଣ୍ଡା ଧରିଲେ, ମାନେ ସକାଳୁ ସକାଳୁ ତାଙ୍କୁ ଥଣ୍ଡା ଧରା ହେଉଛି। ସେଇ କ'ଣ ଆଣିଲେ, ବ୍ଲାଉଜ୍ ଫ୍ଲାଉଜ୍ କ'ଣ ନେଇକି ଆଇଲେ। ତାପରେ ଏଠି ସିଏ ଦୁଇ ଜଣଙ୍କର ମାମୁଁ ଭଣଜା କ'ଣ ମଟନ୍ କିମା ମଗେଇଥିଲେ, ଆମର ସବୁ ସାଧା, ଛତୁ ମସଲା, ବଡ଼ିଚୁରା, ଶିମ୍ବ ଭଜା, ସାଲାଡ଼, ଭାତ, ଡାଲି ସବୁ ଏମିତି ସାଧାରେ ହେଇଥିଲା। ଅଙ୍କଲ ଆଉ ବାବା ଏଠି ବସିକି ଖାଉଛନ୍ତି, ଆମେ ବି ଖାଇଦେଲୁ। ତାପରେ ଆମେ ଘରକୁ ପଳେଇ ଆସିଲୁ, କ'ଣ କେନ୍ଦ୍ରାପଡ଼ା ପଳେଇ ଆସିଲା ପରେ ଏଠି ମୋ ପୁଅ ପାଇଁ ଟିକେ ବାଟୁଆ ଆଣିଥିଲୁ, ବରା ଆଉ ତରକାରୀ। ସେ ଧୋଇ ହେଇକି ଆସିଲା, ମୁଁ କହିଲି ଆଗେ ଦେଇ ଧୋଇ ହେଇକି ଆ, ତାପରେ ଖାଇବୁ। ତାକୁ ଦେଇଦେଲି ଏଠି ଖାଇବାକୁ, ସେ ତାର ବସି ଶାନ୍ତିରେ ଖାଉଛି। ଯାହା ଗୁଣ୍ଡାଏ ଖଣ୍ଡ ଭାତ ଖାଇଥିଲା। ଆଉ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବିଲକୁଲ ଭୁଲିବେନି। ବା